ତାର ସମୁଦାୟ ଶରୀର ଅତି ମୂଲ୍ୟବାନ ଅତି ମୂଲ୍ୟବାନ ତାଟକ କୁଣ୍ଡଳ ପ୍ରଭୃତି ନାନା অলঙ্কারে তাটক ইমামি চাতক কুণ্ডଳ প্রভৃতি নানা অলঙ্কারে ভূষିତ ହୋଇଛି ଏବଂ ତାର ମସ୍ତିଷ୍କରେ ଅତି ଘନ କେଶଯୁକ୍ତ ଅଛି। ଶିଶୁଠାରେ ଅସାଧାରଣ ଲକ୍ଷ୍ୟମାନ ଦେଖି ବସୁଦେବ ଅତି ଆଶ୍ଚର୍ଯ୍ୟ ହୋଇଗଲେ। ଏକ ନବଜାତ ଶିଶୁ କିପରି ଏପରି ସୁନ୍ଦର ଭାବରେ ଆବିର୍ଭୂତ ହୋଇପାରେ। ତେଣୁ ସେ ବୁଝିପାରିଲେ ଯେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ଆବିର୍ଭୂତ ହୋଇଛନ୍ତି ଏବଂ ସେ ଏ ଘଟଣାରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ। ବସୁଦେବ ଅତି ବିନୀତ ଭାବରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ଯେ ସେ ଏକ ସାଧାରଣ ଜୀବ ତ୍ରିଗୁଣମୟ ଭୌତିକ ପ୍ରଭୃତି ଦ୍ୱାରା ଆବଦ୍ଧ ପୁନଶ୍ଚ ବର୍ତ୍ତମାନ କଂସ ଦ୍ୱାରା ବନ୍ଦୀ ହୋଇ ବନ୍ଦୀଶାଳାରେ ଅଛି। ଯଦିଓ ସେ ଏ ପ୍ରକାର ଅବସ୍ଥାରେ ଅଛି ତଥାପି ସର୍ବବ୍ୟାପକ ଭଗବାନ ବିଷ୍ଣୁ ବା କୃଷ୍ଣ ତାରା ସନ୍ତାନ ରୂପରେ ତାର ଗୃହରେ ଠିକ୍ ତାଙ୍କର ମୌଳିକ ରୂପରେ ଆବିର୍ଭୂତ ହୋଇଛନ୍ତି। କୌଣସି ପାର୍ଥିବ ଶିଶୁ ଏପରି ଚତୁର୍ଭୁଜ ବିଶିଷ୍ଟ ହୋଇ ସୁନ୍ଦର ଅଳଙ୍କାର ଓ ପୋଷାକରେ ଭୂଷିତ ହୋଇ ଏବଂ ପୂର୍ଣ୍ଣ ରୂପ ଭଗବତ ସୁଲଭ ଚିହ୍ନମାନ ଶରୀରରେ ଧାରଣ କରି ଜନ୍ମ ହୋଇ ନାହାନ୍ତି। ବାରମ୍ବାର ବାସୁଦେବ ଏ ଶିଶୁକୁ ଦେଖିବାକୁ ଲାଗିଲେ ଏବଂ ଭାବିବାକୁ ଲାଗିଲେ ଏ ଶୁଭ ମୁହୂର୍ତ୍ତକୁ ସେ କିପରି ଭାବରେ ଉତ୍ସବ ରୂପରେ ପାଳନ କରିବେ। ସେ ଭାବିଲେ ସାଧାରଣ ଯେତେବେଳେ ଏକ ପୁତ୍ର ସନ୍ତାନ ଜାତ ହୁଏ ଲୋକମାନେ ଅତି ଆନନ୍ଦ ମନରେ ମନୋତ୍ସବ କରନ୍ତି। ମୋ ଗୃହରେ ଯଦିଓ ମୁଁ ତାହା ବନ୍ଦୀ ଅବସ୍ଥାରେ ଅଛି ତଥାପି ଭଗବାନ ଜନ୍ମ ଗ୍ରହଣ କରିଛନ୍ତି। ତେବେ ଲକ୍ଷ୍ୟ ବା ମୁଁ ନିଜକୁ ପ୍ରସ୍ତୁତ କରିବି ଏ ଶୁଭ ଜନ୍ମୋତ୍ସବ ପାଳନ କରିବା ନିମିତ୍ତ। ଯେତେବେଳେ ବସୁଦେବ ଘେନି ଅନଳ ଦୁର୍ବୁତି ନାମରେ ମଧ୍ୟ ପରିଚିତ ଏ ନବଜାତ ଶିଶୁକୁ ଦେଖୁଥିଲା ସେ ଏବେ ଏତେ ଆନନ୍ଦ ବିହ୍ୱଳ ହୋଇ ପଡ଼ିଥିଲେ ଯେ ସେ ହଜାର ଗାଈ ବ୍ରାହ୍ମଣଙ୍କୁ ଦାନ କରିବାକୁ ଇଚ୍ଛା କରିଥିଲେ। ଦୈନିକ ନିୟମ ଅନୁଯାୟୀ ଯେତେବେଳେ ଏକ କ୍ଷତ୍ରିୟ ରାଜାର ବାସଭବନରେ କୌଣସି ଏକ ଶୁଭ ଉତ୍ସବର ଅନୁଷ୍ଠାନ ହୁଏ ସେତେବେଳେ ରାଜା ଅନେକ ପଦାର୍ଥ ଦାନ କରନ୍ତି। ଗାଈମାନଙ୍କର ସ୍ୱର୍ଣ୍ଣାଳଙ୍କାର ଭୂଷିତ ହୋଇ ବ୍ରାହ୍ମଣ ଓ ଋଷିମାନଙ୍କୁ ଦିଆଯାଏ। ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଉତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ବସୁଦେବ ଏକ ଦାନ ମହୋତ୍ସବ ଅନୁଷ୍ଠାନ କରିବାକୁ ଇଚ୍ଛା କଲେ। କିନ୍ତୁ ଯେହେତୁ ସେ କଂସର ବନ୍ଦୀଶାଳାରେ ବନ୍ଦୀ ଅବସ୍ଥାରେ ଥିଲେ ତେଣୁ ସେ ଏହା ପାଳନ କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା। କେବଳ ତା ମନରେ ସେ ସହସ୍ର ଗାଈ ବ୍ରାହ୍ମଣ ମାନଙ୍କୁ ଦାନ କଲେ। ଯେତେବେଳେ ବସୁଦେବ ଭଲ ଭାବରେ ଜାଣିଛି ଯେ ନବଜାତ ଶିଶୁ ହୋଇଛନ୍ତି ସ୍ୱୟଂ ଭଗବାନ ସେ ଯୋଡ଼ହସ୍ତ ହୋଇ ସାଷ୍ଟାଙ୍ଗ ପ୍ରଣାମ କଲେ ଏବଂ ତାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ସେ ସମୟରେ ନବଜାତ ଶିଶୁ ମଧ୍ୟ ତାର ଶରୀର କ୍ଳାନ୍ତି ଦ୍ୱାରା ଆବିର୍ଭୂତ ହୋଇଥିବା କକ୍ଷକୁ ଆଲୋକିତ କରି ପକାଇଲେ। ତାହା ତତ୍ପରେ ବାସୁଦେବ ପ୍ରାର୍ଥନା କରିବାକୁ ଲାଗିଲେ ହେ ପ୍ରଭୁ ମୁଁ ଜାଣି ପାରୁଛି ଆପଣ କିଏ। ଆପଣ ଭଗବାନ ଅଟନ୍ତି। ପ୍ରତ୍ୟେକ ଜୀବ ମଧ୍ୟରେ ଥିବା ପରମାତ୍ମା ଆପଣ ଅଟନ୍ତି। ଆପଣ ଶାଶ୍ୱତ ରୂପରେ ଆବିର୍ଭୂତ ହୋଇଛନ୍ତି। ଆମେ ସ୍ପଷ୍ଟ ଭାବରେ ତାହା ଇଚ୍ଛା କରି ଦେଖିପାରୁଛୁ। ମୁଁ ବୁଝୁଛି ଆପଣ ମୋତେ କଂସର ଭୟରୁ ରକ୍ଷା କରିବା ପାଇଁ ଆବିର୍ଭୂତ ହୋଇଛନ୍ତି କାରଣ ମୁଁ କଂସ ଯୋଗୁଁ ଭୀତଗ୍ରସ୍ତ ହୋଇପଡ଼ିଛି। ଆପଣ ଏହି ଭୌତିକ ଜଗତରେ ନୁହନ୍ତି। ଆପଣ ସେହି ଭଗବାନ ପୁରୁଷ ଯେ କି କେବଳ ଭୂତ ପ୍ରକୃତି ଉପରେ ଏହି ଦୃଷ୍ଟି ନିକ୍ଷେପ କରି ଏ ଦୃଶ୍ୟକୁ ଜଗତକୁ ସ୍ପଷ୍ଟ ସୃଷ୍ଟି କରନ୍ତି। କେହି ଏପରି ଯୁକ୍ତି କରନ୍ତି ଯେ ଯେଉଁ ଭଗବାନ ଏହି ଦୃଷ୍ଟି
ନିକ୍ଷେପ କରି ଭୌତିକ ଜଗତ ସୃଷ୍ଟି କରନ୍ତି ସେ ବାସୁଦେବର ସ୍ତ୍ରୀ ଦେବକୀ ଗର୍ଭରେ ଆସି ପାରିବେ ନାହିଁ। ଏଇ ଯୁକ୍ତିକୁ ଏଡ଼ାଇବା ପାଇଁ ବସୁଦେବ କହିଲେ, ହେ ମୋର ପ୍ରିୟ ପ୍ରଭୁ, ଆପଣ ଯେ ଦେବକୀ ଗର୍ଭରେ ଆବିର୍ଭୂତ ହେଲେ ଏହା ଅତି ଆଶ୍ଚର୍ଯ୍ୟ ଘଟଣା ନୁହେଁ, କାରଣ ସେଇ ପ୍ରଜାରେ ସେଇ ପ୍ରକାରେ ସୃଷ୍ଟି କରାଯାଇଛି। କାରଣ ଆପଣ ଜଳରେ ମହାବିଷ୍ଣୁ ରୂପରେ ସାଇତ ଏବଂ ଆପଣଙ୍କ ନିଶ୍ୱାସରୁ ଅସଂଖ୍ୟ ବ୍ରହ୍ମାଣ୍ଡ ସୃଷ୍ଟି ହେଲା। ତାପରେ ଆପଣ ପ୍ରତ୍ୟେକ ବ୍ରହ୍ମାଣ୍ଡ ମଧ୍ୟରେ ଗର୍ଭୋଦକସାଇ ବିଷ୍ଣୁ ରୂପରେ ପ୍ରବେଶ କଲେ। ତାପରେ ଆପଣ ପୁନର୍ବାର ନିଜକୁ କ୍ଷୀରୋଦକସାଇ ବିଷ୍ଣୁ ରୂପରେ ବିସ୍ତାର କଲେ ଏବଂ ପ୍ରତ୍ୟେକ ଜୀବ ହୃଦୟରେ ପ୍ରବେଶ କଲେ, ଏପରିକି ପ୍ରତ୍ୟେକ ଅଣୁ ମଧ୍ୟରେ ମଧ୍ୟ ପ୍ରବେଶ କଲେ। ତେଣୁ ସେହି ପ୍ରକାରେ ଦେବକୀ ଗର୍ଭରେ ଆପଣଙ୍କ ପ୍ରବେଶକୁ ବୁଝାଯାଇପାରେ। ଆପଣ ପ୍ରବେଶ କଲା ପରେ ପ୍ରତୀତ ହୁଅନ୍ତି, କିନ୍ତୁ ତତ୍ସଙ୍ଗେ ଆପଣ ସର୍ବବ୍ୟାପକ ମଧ୍ୟ ଅଟନ୍ତି। ଭୌତିକ ଉଦାହରଣରୁ ଆମେ ଆପଣଙ୍କର ପ୍ରବେଶ ଓ ଅପ୍ରବେଶ କଥା ବୁଝିପାରିବା। ସମସ୍ତ ଭୌତିକ ପ୍ରକୃତିକୁ 16 ଭାଗରେ ବିଭକ୍ତ କରାଯାଇଛି। ବିଭକ୍ତ ହେଲା ପରେ ବି ସମ୍ପୂର୍ଣ୍ଣ ରୂପରେ ରହେ। ଏ ଭୌତିକ ଶରୀର ପଞ୍ଚମହାଭୂତ କ୍ଷିତ୍, ଅପ, ତେଜ, ମରୁତ୍ ଓ ବ୍ୟୋମରେ ଗଠିତ। ଯେତେବେଳେ ଏ ଭୌତିକ ଶରୀର ଜାତ ହୁଏ ସେତେବେଳେ ଜଣାଯାଏ ଯେ ସତେ ଯେପରି ଏ ପଞ୍ଚମହାଭୂତ ନୂତନ ହୋଇ ସୃଷ୍ଟି ହୋଇଛନ୍ତି, କିନ୍ତୁ ବାସ୍ତବରେ ଏ ମହାଭୂତ ଗୁଡିକ ସର୍ବଦା ଶରୀର ବାହାରେ ମଧ୍ୟ ଦିବ୍ୟମାନ ଅଛନ୍ତି। ଠିକ୍ ସେହିପରି ଯଦିଓ ଆପଣ ଦେବକୀ ଗର୍ଭରେ ଶିଶୁ ରୂପରେ ଆବିର୍ଭୂତ ହେଲେ, ତଥାପି ଆପଣ ବାହାରେ ଅଛନ୍ତି। ଆପଣ ସର୍ବଦା ଆପଣଙ୍କ ଧାମରେ ଅଛନ୍ତି। ତଥାପି ଆପଣ ନିଜକୁ ଲକ୍ଷ ଲକ୍ଷ ରୂପରେ ବିସ୍ତାର କରାଇପାରନ୍ତି। ଆପଣଙ୍କର ଆବିର୍ଭାବକୁ ବୁଦ୍ଧିମତ୍ତାର ସହିତ ବ୍ୟକ୍ତିକୁ ବୁଝିବାକୁ ହେବ, କାରଣ ଭୂତ ପ୍ରକୃତି ମଧ୍ୟ ଆପଣଙ୍କ ଠାରୁ ଉଦ୍ଭବ। ସେହିପରି ସୂର୍ଯ୍ୟ କିରଣର ଉଦ୍ଭବ ସ୍ଥଳ, ସେହିପରି ଆପଣ ଭୂତ ପ୍ରକୃତିର ଉଦ୍ଭବ ସ୍ଥଳ। ସୂର୍ଯ୍ୟ କିରଣର କଦାପି ସୂର୍ଯ୍ୟ ମଣ୍ଡଳରୁ ଆଚ୍ଛାଦନ କରିପାରିବ ନାହିଁ। ସୂର୍ଯ୍ୟ କିରଣ କଦାପି ସୂର୍ଯ୍ୟ ମଣ୍ଡଳକୁ ଆଚ୍ଛାଦନ କରିପାରିବେ ନାହିଁ। ସେହିପରି ଭୂତ ପ୍ରକୃତିର ଶକ୍ତି ଆପଣଙ୍କ ଠାରୁ ବାହାରିଥିବା ହେତୁ ଆପଣଙ୍କୁ ଆଚ୍ଛାଦନ କରିପାରିବ ନାହିଁ। ଭୂତ ପ୍ରକୃତିର ତ୍ରିଗୁଣରେ ଥିବା ଭଳି ଆପଣ ପ୍ରତୀତ ହୁଅନ୍ତି, କିନ୍ତୁ ବାସ୍ତବରେ ତ୍ରିଗୁଣମୟୀ ପ୍ରକୃତି ଆପଣଙ୍କୁ ଆଚ୍ଛାଦନ କରିପାରିବ ନାହିଁ। ଖୁବ୍ ଉଚ୍ଚ ଦାର୍ଶନିକ ଏହାକୁ ବୁଝାଇ ପାରନ୍ତି। ଦାର୍ଶନିକ ମାନେ ଏହାକୁ ବୁଝାଇ ପାରନ୍ତି। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଆପଣ ଭୂତ ପ୍ରକୃତି ମଧ୍ୟରେ ଥିବା ଭଳି ପ୍ରତୀତ ହୁଅନ୍ତି, କିନ୍ତୁ ଆପଣଙ୍କ ତଦ୍ଦ୍ୱାରା ଆଚ୍ଛାଦିତ ହୁଅନ୍ତି ନାହିଁ। ଆମ୍ଭେମାନେ ବୌଦ୍ଧିକ ଭକ୍ତିକୁ ଜାଣିଲୁ ଯେ ପରମ ବ୍ରହ୍ମ ତାଙ୍କର ଦୀପ୍ତି ବା କୀର୍ତ୍ତି ପ୍ରଦର୍ଶନ କରନ୍ତି ଏବଂ ସେଇଥିପାଇଁ ସବୁ ଆଲୋକିତ ହୁଏ। ବ୍ରହ୍ମ ସହିତରୁ ଆମେ ଏକଥା ବୁଝିପାରିବା ଯେ ବ୍ରହ୍ମଜ୍ୟୋତି ବା ବ୍ରହ୍ମକାନ୍ତି ଭଗବାନଙ୍କର ଶରୀରରୁ ନିର୍ଗତ ହୁଏ। ବ୍ରହ୍ମଜ୍ୟୋତିରୁ ସମସ୍ତ ସୃଷ୍ଟି ସଂଘଟିତ ହୁଏ। ପୁନଶ୍ଚ ଭଗବତ ଗୀତାରେ କୁହାଯାଇଛି ଯେ ଭଗବାନଙ୍କର ବ୍ରହ୍ମଜ୍ୟୋତିର ଅକ୍ଷୟ ଆଶ୍ରୟସ୍ଥଳ ଅଟନ୍ତି। ମୋଟ କଥା ସେ ସମସ୍ତଙ୍କ